ଯାହାହେଲେ ମଧ୍ୟ ସେ ଗୋଟେ ବର୍ତ୍ତମାନ ମଧ୍ୟ ଗୋଟେ ଆକ୍ସେପ୍ଟେବଲ ଲିଡର ଭାବରେ ଅଛନ୍ତି, କିନ୍ତୁ ସେଇଟା ବଡ କଥା ନୁହେଁ। ତାଙ୍କୁ ସିଏ ଯଦି ଯିବେ, ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ନାହାନ୍ତି, କ୍ଷମତା ବାହାରେ ଯିବେ, କ୍ଷମତା ବାହାରେ ଗଲା ପରେ ତାଙ୍କ ପ୍ରତି କି ରେସ୍ପନ୍ସ ଅଛି ଗୋଟେ ବଡ କଥା। କିନ୍ତୁ କୋଉ ଆଧାର ଉପରେ ଯିବେ? କ୍ଷମତା ଥିଲାବେଳେ ସେ ବହୁତ କଲେ, ଯୋଉଠି ପହଞ୍ଚିଲେ ସେ ମୁଖ୍ୟମନ୍ତ୍ରୀ ଭାବରେ ଯାଉଥିଲେ, ଏଠି ଯାହା ଲୋକ ବିକାଶ କଥା କହୁଥିଲେ, ଏଠି ପୋଷଣ ହେଇଯାଉଥିଲା, କହିଯାଉଥିଲେ। ବର୍ତ୍ତମାନ ସେ କହିବେ କଣ? ତାଙ୍କର ଲୋକମାନଙ୍କୁ ସେ ଯୋଉଠି ଯିବେ ଲୋକ ହୁଏତ ନିଶ୍ଚିତ ହେବେ, ତାଙ୍କର ଚାରିଆଡେ ସଂଗଠନ ଅଛି, କିନ୍ତୁ ସେ ଲୋକମାନେ ରବାବୁ ଆପଣ ଭାବୁଛନ୍ତି ଲୋକଙ୍କୁ କଣ କହିବେ? ସେଇ ତ ସିଏ ବର୍ତ୍ତମାନ ତ ସେଇଟା ସ୍ଥିର କଲେଣି କି କଣ ଆଜିର ଦିନରେ? ନାଇଁ, ସିଏ ସେଇ କଥାଟା ଏପର୍ଯ୍ୟନ୍ତ ସ୍ଥିର କଲେଣି କି? ସିଏ ବର୍ତ୍ତମାନ ଆଜି ପର୍ଯ୍ୟନ୍ତ ଯୋଉ ରାଜନୀତି କରୁଥିଲେ, ସେ ରାଜନୀତି ଗୋଟେ କ୍ଷମତା ଆଧାରିତ ରାଜନୀତି ଥିଲା। କ୍ଷମତା ବାହାରେ କଣ ରାଜନୀତି କରିବାକୁ ପଡିବ ସେ କ୍ଷମତାରେ ନାହାନ୍ତି। କିନ୍ତୁ ତାଙ୍କ ହାତରେ ଜିଲ୍ଲା ପରିଷଦ ଅଛି, ପୌର ପରିଷଦ ଅଛି, ପଞ୍ଚାୟତ ସମିତି ଅଛି। ସିଏ କଣ ରଣକୌଶଳ କରିବେ, କୋଉଥିରେ ସେ ଲୋକମାନଙ୍କୁ ଉତ୍ସାହିତ ହେବେ? ଠିକ ଅଛି, ବହୁତ ଶକ୍ତିଶାଳୀ ବିରୋଧୀ ଦଳ, କିନ୍ତୁ ତାଙ୍କର ରାଜ୍ୟ ଆଭିମୁଖ୍ୟ କଣ? ସିଏ ବର୍ତ୍ତମାନ ଆମେ ବର୍ତ୍ତମାନ ସମସ୍ତ ମନରେ ଅଛି, ସେ ବିଜେପି କୁ ବହୁତ ଦିନ ଚାଲିଗଲା, ବିଜେପି କୁ ଓଡିଶାରେ ବିଜେପି ବାଲା ତାଙ୍କ ବିରୁଦ୍ଧରେ କହୁଥିଲେ, କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ସହିତ ତାଙ୍କର ସମ୍ପର୍କ ଯେହେତୁ ସେ ଗୋଟେ ବିରୋଧୀ ଭୂମିକାରେ ନଥିଲେ, ଓଡିଶା ତ କ୍ଷମତାରେ ଥିଲେ, ଜାତୀୟ ସ୍ତରରେ ମଧ୍ୟ ସେ ଗୋଟେ ବିରୋଧୀ ଭୂମିକାରେ ନଥିଲେ। ଜାତୀୟ ସ୍ତରରେ ସେ ପୁରାପୁରି କେନ୍ଦ୍ରୀୟ ବିଜେପି ନେତୃତ୍ୱ ସହିତ ବରାବର ଥିଲେ, କିନ୍ତୁ ବର୍ତ୍ତମାନ ସେଥିରୁ ମଧ୍ୟ ତାଙ୍କୁ ବିଦାୟ ନେବାକୁ ପଡୁଛି ବୋଲି କହିବାକୁ ପଡିବ। ଗୋଟେ କଥା ଆପଣଙ୍କଠାରୁ ଜାଣିବା ପାଇଁ ଚାହିଁବି ଯେ ଇଲେକ୍ସନ ବର୍ତ୍ତମାନ ସରିଛି, ପାଣ୍ଡିଆନଙ୍କୁ ନେଇ ବହୁତ ଗୁଡେ ପ୍ରଶ୍ନ ଉଠୁଛି। ଯେତେବେଳେ ନବୀନ ଯିବେ ଆପଣ ଦେଖିବେ ଗ୍ରାମାଞ୍ଚଳର ବହୁ ଜାଗାରେ ଧର୍ମଶାଳା ଠାରୁ ଆରମ୍ଭ କରି କେଉଁଝର ଠାରୁ ଆରମ୍ଭ କରି ଓଡ଼ିଶାର ବହୁ ଜାଗାରେ ଆମେ ଦେଖୁଛୁ ତୃଣମୂଳ ସ୍ତରରେ ଗୋଟେ ବିଦ୍ରୋହ ପରିସ୍ଥିତି ଉପୁଜିଛି। ପାର୍ଟି ଛାଡୁଛନ୍ତି ସରପଞ୍ଚ, ଜିଲ୍ଲା ପରିଷଦ ମେମ୍ବର ତଥା ପଞ୍ଚାୟତ ସମିତିର ମେମ୍ବର ମାନେ। ତ ଆପଣ ଭାବୁଛନ୍ତି ସିମିଲାର ରେସ୍ପନ୍ସ ମିଳିବ ନବୀନ ପଟ୍ଟନାୟକଙ୍କୁ ଯେମିତି ଆଗରୁ ମିଳୁଛି? କେମିତି ମିଳିବ? ମିଳିବାଟା ନିର୍ଭର କରୁଛି କାହା ଉପରେ?